ପିଲାଙ୍କ ହାତକୁ ଠିକ୍ ବହିଟେ ଦେଇପାରିଲେ ନାହିଁ, ହେଲେ ବର୍ଷକୁ 4ଟା ପରୀକ୍ଷା କରିବାକୁ ନିୟମ ବାହାର କରିଦେଲେ। ରାଜ୍ୟ ଶିକ୍ଷା ବିଭାଗର ନୂଆ ନିୟମ ଆସିବା ପରେ ଏବେ କୋମଳମତି ପିଲାମାନେ ଟେନସନରେ ପଡ଼ିଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ଯେ ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବର୍ଷକୁ 4ଟି ପରୀକ୍ଷା ଦେବାକୁ ପଡ଼ିବ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ 2ଟି ଏବଂ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଆଉ 2ଟି ପରୀକ୍ଷା ହେବ। ତେବେ କଥା ହେଉଛି ତ୍ରୁଟିପୂର୍ଣ୍ଣ ବହି ପଢ଼ି ପିଲା ପରୀକ୍ଷା ଦେବେ କେମିତି? ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ନିୟମ ଆସିଛି। ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବର୍ଷକୁ 4ଟି ପରୀକ୍ଷା ଦେବାକୁ ପଡ଼ିବ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ 2ଟି ପରୀକ୍ଷା ହେବ, ପୁଣି ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଆଉ 2ଟି ପରୀକ୍ଷା ହେବ। ଜୁଲାଇରେ 25 ମାର୍କର FA1 ପରୀକ୍ଷା ହେବ, ସେପ୍ଟେମ୍ବର ସୁଦ୍ଧା 50 ମାର୍କର SA ପରୀକ୍ଷା ହେବ। ଏହାସହ ଶିକ୍ଷକମାନେ 25 ମାର୍କର ପର୍ଯ୍ୟବେକ୍ଷଣ କରିବେ। ପ୍ରଥମ 6 ମାସରେ ମୋଟ 600 ମାର୍କର ମୂଲ୍ୟାୟନ ହେବ। ବର୍ଷ ସାରା ପିଲାଙ୍କର ମୋଟ 1200 ମାର୍କର ପରୀକ୍ଷା ହେବ। କିନ୍ତୁ ଶିଶୁ ବାଟିକା 3ରୁ ଦ୍ୱିତୀୟ ଶ୍ରେଣୀ ପିଲାଙ୍କର କୌଣସି ଔପଚାରିକ ପରୀକ୍ଷା ହେବ ନାହିଁ। ସେମାନଙ୍କର କେବଳ ମାସିକ ପ୍ରଗତି ଦେଖି ଆକଳନ କରାଯିବ। ସରକାରଙ୍କ ଏହି ନୂଆ ପରୀକ୍ଷା ନିୟମକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ସରକାର ପୂର୍ବରୁ ପିଲାଙ୍କ ପାଇଁ ତ୍ରୁଟିପୂର୍ଣ୍ଣ ବହି ଛାପିଥିଲେ। ଆଜି ପର୍ଯ୍ୟନ୍ତ ପିଲାଙ୍କୁ ତ୍ରୁଟିଶୂନ୍ୟ ଓ ଶୁଦ୍ଧ ବହି ମିଳିପାରି ନାହିଁ। ଏଭଳି ସ୍ଥିତିରେ ବର୍ଷକୁ 4ଟି ପରୀକ୍ଷା କରିବା କେତେ ଦୂର ଠିକ୍? ଭୁଲ ବହି ପଢ଼ି ପିଲାମାନେ କିଭଳି ପରୀକ୍ଷା ଦେବେ? ସଠିକ୍ ପାଠ୍ୟ ପୁସ୍ତକ ନଥାଇ ପିଲାମାନେ କେମିତି ପ୍ରସ୍ତୁତ ହେବେ ବୋଲି ଅନେକ ପ୍ରଶ୍ନ ଉଠୁଛି। କିନ୍ତୁ ପିଲାଙ୍କ ଉପରେ ପରୀକ୍ଷାର ବୋଝ ଲଦି ଦେଇ ଯାଉଛନ୍ତି। କହିଲେ ତ୍ରୁଟିଶୂନ୍ୟ ବହି ୱେବସାଇଟ୍ରେ ଉପଲବ୍ଧ ଅଛି, ହେଲେ ଏଇଠି ପିଲାମାନେ କେମିତି ପାଠ ପଢ଼ିବେ ସେ ବାଟ ବତାଇଲେ ନାହିଁ। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।